ଯେତେବେଳେ ଏହି ଜୀବଲୋକରେ ଗୋଟିଏ ଛୋଟିଆ ଶିଶୁଟିଏ ଜନ୍ମ ନେଇଥାଏ, ସେତେବେଳେ ସେ କାହାକୁ ଜାଣିନଥାଏ। ତାକୁ ପୂର୍ବ ଜନ୍ମର ସ୍ମୃତି ବି ଅଜ୍ଞାତ ରହିଥାଏ। କୌଣସି ବସ୍ତୁକୁ ଚିହ୍ନି ନଥାଏ, କିଛି ବି ସେ ଜାଣିନଥାଏ। ହଠାତ୍ ସେ କାନ୍ଦିବାକୁ ଆରମ୍ଭ କରେ। ମା ଗର୍ଭରୁ ଶିଶୁଟିଏ ଜନ୍ମ ହେଉ ହେଉ କାନ୍ଦିଥାଏ। କାହିଁକି କାନ୍ଦିଥାଏ, ଏହା ଉପରେ କେବେ ଆପଣମାନେ ଜାଣିବା ପାଇଁ ଚେଷ୍ଟା କରିଛନ୍ତି କି? ଛୋଟିଆ ଶିଶୁଟି ଜନ୍ମ ହେଉ ହେଉ କାହିଁକି ନ ହସି କରି କାନ୍ଦିଥାଏ? ସେ ଜନ୍ମ ହେଇଛି ମାନେ ତାକୁ ତ ବହୁତ ଖୁସି ଲାଗିବା କଥା। ନୂଆ ଦୁନିଆକୁ ଆସୁଛି, ତାର ବାପା ମା ତାର କେୟାର କରିବା ପାଇଁ, ତାକୁ ଭଲ ପାଇବା ପାଇଁ ଏତେ ସୁନ୍ଦର ପରିବାର ଥାଏ। ତାପରେ ବି ଶିଶୁଟି ଜନ୍ମ ହେଉ ହେଉ କାହିଁକି କାନ୍ଦିଥାଏ? ହିନ୍ଦୁ ଧର୍ମ ଅନୁସାରେ ଯେତେବେଳେ ଶିଶୁଟିଏ ଜନ୍ମ ହେଉ ହେଉ କାନ୍ଦିଥାଏ, ଏହାର ସଠିକ୍ ବିବରଣୀ ବିଷ୍ଣୁ ପୁରାଣରେ ଉଲ୍ଲେଖ ଅଛି। ଦର୍ଶକ ବନ୍ଧୁ, ଯେତେବେଳେ ଗୋଟିଏ ଛୋଟିଆ ଶିଶୁଟିଏ ଜନ୍ମ ହେଉ ହେଉ କାନ୍ଦିଥାଏ, ସେତେବେଳେ ଆଖପାଖ ସମସ୍ତେ ଲୋକେ ହସିଥାନ୍ତି। କାରଣ ଛୁଆଟିର କ୍ରନ୍ଦନ ପୁରା ପରିବାରକୁ ଆଖିରେ ଖୁସିରେ ଲୁହ ଦେଇ ଦେଇଥାଏ। ଯାହା ହେଉ, ଭଲରେ ଭଲରେ ଶିଶୁଟି ଜନ୍ମ ନେଇଗଲା। କିନ୍ତୁ ଶିଶୁଟି କାହିଁକି କାନ୍ଦିଥାଏ, ଏହା ଉପରେ କେବଳ ଆପଣମାନେ ଜାଣିଛନ୍ତି କି? ଏହା ଜାଣିବା ପରେ ଆପଣଙ୍କର ଲୋମ ଟାଙ୍କୁରି ଉଠିବ। ଏହି ପଛରେ ଥିବା ପ୍ରକୃତ ସତ୍ୟତା କ'ଣ ଅଟେ? ଦର୍ଶକ ବନ୍ଧୁ, ଯଦି ଆମେ ବୈଜ୍ଞାନିକ ଦୃଷ୍ଟିକୋଣରୁ ଦେଖିବା, ଛୋଟିଆ ଶିଶୁଟି ଜନ୍ମ ହେଉ ହେଉ କାନ୍ଦିବା ଏକ ସ୍ୱାଭାବିକ କଥା। ଚାଲନ୍ତୁ, ମୁଁ ଆଜି ଆପଣମାନଙ୍କୁ ବୈଜ୍ଞାନିକ ଦୃଷ୍ଟିକୋଣରେ ଶିଶୁଟି କାନ୍ଦିବାର ପ୍ରକୃତ କାରଣ କ'ଣ ଏବଂ ଆମର ହିନ୍ଦୁ ଧର୍ମଶାସ୍ତ୍ର ଅନୁଯାୟୀ ଛୋଟିଆ ଶିଶୁଟି ଜନ୍ମ ହେଉ ହେଉ କାହିଁକି କାନ୍ଦିଥାଏ, ଏହା ପଛରେ ଥିବା ଛୋଟିଆ କାହାଣୀକୁ ଆଜି ଆପଣମାନଙ୍କୁ ଶୁଣାଇବି। ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ, ଆପଣ ସମସ୍ତଙ୍କୁ ମୋ ଚ୍ୟାନେଲକୁ ପୁଣି ଥରେ ସ୍ୱାଗତ କରୁଛି। ଦର୍ଶକ ବନ୍ଧୁ, ଆଜିର ଭିଡ଼ିଓଟି ଆପଣମାନଙ୍କୁ ଗୋଟିଏ ନୂଆ ଶିକ୍ଷା ଦେବ। ଆମ ହିନ୍ଦୁ ଧର୍ମ, ଆମ ସନାତନ ଧର୍ମର ପ୍ରତ୍ୟେକ ଶାସ୍ତ୍ରକୁ ଆମେ ସମ୍ମାନ ଦେଉଛେ। ଚାଲନ୍ତୁ, ଏକ ନୂଆ ପ୍ରୟାସ ଆଜି ଆପଣମାନଙ୍କ ପାଇଁ ନେଇ ଆସିଛି ଯେ ଶିଶୁଟି ଜନ୍ମ ହେବା ମାତ୍ରେ କାହିଁକି କାନ୍ଦିଥାଏ। ଜାଣିବା ଆଗରୁ ମୋର ପ୍ରିୟ ଦର୍ଶକ ବନ୍ଧୁଙ୍କୁ ମୁଁ ଅନୁରୋଧ କରିବି ଯେ ଯଦି ଏପର୍ଯ୍ୟନ୍ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ନିହାତି ସବସ୍କ୍ରାଇବ୍ କରନ୍ତୁ। ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରି ଭିଡ଼ିଓକୁ ଗୋଟିଏ ଲାଇକ୍ଟିଏ କରିଦିଅନ୍ତୁ। ଦର୍ଶକ ବନ୍ଧୁ, ମା ଗର୍ଭରେ ଯେତେବେଳେ ଶିଶୁଟିଏ ଥାଏ, ତାକୁ ତାର ପୋଷଣ, ତାର ସବୁ କିଛି ମାର ଗର୍ଭନଳୀ ଦ୍ୱାରା ହିଁ ତାକୁ ପ୍ରାପ୍ତ ହୋଇଥାଏ। ବାହାର ଦୁନିଆ ବିଷୟରେ ସେ ପୁରା ଅଜ୍ଞାତ ଥାଏ। ଶିଶୁଟି ମା ଗର୍ଭରେ ରହିକରି ଭଗବାନଙ୍କୁ କହିଥାଏ ଯେ ମୋତେ ଯେତେବେଳେ ତୁମେ ଏହି ଦୁନିଆ ଦେଖାଇବ, ସେତେବେଳେ ମୁଁ ତୁମର ବହୁତ ଭଜନ କୀର୍ତ୍ତନ କରିବି, ଧର୍ମରେ ରହିବି, ସତ୍ୟ ଧର୍ମରେ ଚାଲିବି। ଏମିତି ସେ ନାରାୟଣଙ୍କୁ କହିଥାଏ। ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ପ୍ରତ୍ୟେକ ଶିଶୁ ମା ଗର୍ଭରେ ସ୍ୱୟଂ ପରମାତ୍ମାର ଦର୍ଶନ କରିଥାଏ। ଆଜ୍ଞା ହଁ, ଆମେ ବହୁତ ସାରା ସଂକଳ୍ପ କରିଥାଏ ସେହି ନାରାୟଣଙ୍କ ପାଖରେ। କିନ୍ତୁ ଯେତେବେଳେ ଏହି ସଂସାରର ମୋହମାୟାର ମିଛ ଦୁନିଆକୁ ଆସିବା ମାତ୍ରେ ଆମେ ସବୁ କିଛି ଭୁଲି ଯାଉଛେ। ପ୍ରତ୍ୟେକ ଆତ୍ମା, ପ୍ରତ୍ୟେକ ଶିଶୁ ମା ଗର୍ଭରେ ସ୍ୱୟଂ ପରମାତ୍ମାଙ୍କ ଦର୍ଶନ କରିଥାଏ ଏବଂ ପରମାତ୍ମାଙ୍କୁ ସେ ସଂକଳ୍ପ ମଧ୍ୟ କରିଥାଏ ଯେ ବାହାରକୁ ଯିବା ମାତ୍ରେ ତୁମର ଏହି ସୁନ୍ଦର ଦୁନିଆରେ ତୁମର ଆବଶ୍ୟକତା, ତୁମର ଭଜନ କୀର୍ତ୍ତନ, ଧର୍ମ, ସତ୍ୟ, ନିଷ୍ଠା ଏସବୁ କରିବି ବୋଲି। କିନ୍ତୁ ସାଂସାରିକ ଜୀବନକୁ ଆସିବା ମାତ୍ରେ ତତ୍କ୍ଷଣାତ୍ ସେ ସବୁ କିଛି ଭୁଲି ଯାଇଥାଏ। ଶିଶୁଟି ମା ଗର୍ଭରେ ଗୋଟିଏ ତରଳ ପଦାର୍ଥର ଆସ୍ତରଣ ଭିତରେ ଘେରି ହୋଇକରି ରହିଥାଏ। ବୈଜ୍ଞାନିକ ଦୃଷ୍ଟିକୋଣ ଅନୁଯାୟୀ ଗୋଟିଏ ତରଳ ପଦାର୍ଥ ଭିତରେ ଶିଶୁଟିଏ ରହିଥାଏ ଏବଂ ସେହି ତରଳ ପଦାର୍ଥ ଶିଶୁକୁ ମା ଗର୍ଭରେ ସୁରକ୍ଷିତ ରଖିଥାଏ। ତାର ଖାଇବା ପିଇବା, ତାର ଭରଣ ପୋଷଣ, ତାର ଶ୍ୱାସ ସବୁକିଛି। ଯେତେବେଳେ ଗର୍ଭର ସମୟ ଆସିଯାଏ, ଅର୍ଥାତ୍ ବାହାର ଦୁନିଆକୁ ଆସିବାର ସମୟ ଆସିଯାଏ, ସେହି ସମୟ ମା ଏବଂ ଶିଶୁ ଦୁଇ ଜଣଙ୍କ ପାଇଁ କଷ୍ଟକର ସମୟ ଥାଏ। ଶିଶୁଟି ବାହାରକୁ ଆସିବା ମାତ୍ରେ ତାର ପରିବେଶ ବଦଳାଇ ଦେଇଥାଏ ଏବଂ ଏହି ନୂଆ ପରିବେଶରେ ତାକୁ ଖାପ ଖୁଆଇବାକୁ ବହୁତ କଷ୍ଟସାଧ୍ୟ ହୋଇଥାଏ। ଯେଉଁ ତରଳ ପଦାର୍ଥ ତାକୁ ଆସ୍ତରଣ ଦେଉଥିଲା, ସେହି ତରଳ ପଦାର୍ଥ ତାକୁ ଆଉ ଦରକାର ନଥାଏ। କିନ୍ତୁ ସେହି ତରଳ ପଦାର୍ଥ ଯେହେତୁ ତାର ଶ୍ୱାସନଳୀରେ, ତାର ପାଟି ପଟେ ରହିଥାଏ, ସେ କିପରି ବାହାର କରିବ? ସେ ଯେତେବେଳେ କାନ୍ଦିବ, ସେହି ସମୟରେ ତାର ମୁହଁ ପଟେ ଗୋଟିଏ ଦୀର୍ଘ ନିଶ୍ୱାସ ମଧ୍ୟ ଛାଡ଼ିବ, ଯାହାଦ୍ୱାରା ପବନ ଦ୍ୱାରା ସେହି ତରଳ ପଦାର୍ଥ ବାହାରକୁ ଆସିଯିବ ଏବଂ ଗର୍ଭନଳୀ ତୁରନ୍ତ କଟା ଯାଇଥାଏ। ଯେତେବେଳେ ଶିଶୁର
ଗର୍ଭନଳୀ ଯାହାକି ଲାଭି ଛେଦନ ବୋଲି କୁହାଯାଏ ତୁରନ୍ତ ସେହି ଗର୍ଭନାଳୀକୁ ବାହାର କରାଯାଇଥାଏ ଏବଂ ଏହି ବାସ୍ତବ ଦୁନିଆରେ ଏହି ବାହାର ଦୁନିଆରେ ଶିଶୁଟି ଖାପ ଖୁଆଇ ଚଳେଇବା ପାଇଁ ତାକୁ ବହୁତ ଥଣ୍ଡା ଲାଗୁଥାଏ ତୁରନ୍ତ ତାକୁ କିଛି ଗରମ କପଡ଼ାରେ ଘୋଡ଼ାଇ କରି ରଖାଯାଇଥାଏ ମାର କୋଳରେ ରଖାଯାଇଥାଏ ଏବଂ ଡକ୍ଟର ମାନେ ଶିଶୁଟିକୁ ଓଲଟାଇ କରି ତାର ପିଠିକୁ କିଛି ଥାପୁଡ଼ାଇଥାନ୍ତି ଯାହାଦ୍ୱାରା ତାର ମୁହଁ ପଟେ ଯାହା ବି କିଛି ତରଳ ପଦାର୍ଥ ମା ଗର୍ଭରେ ଚାଲି ଯାଇଥିବ ତାହା ବାହାରକୁ ଆସିଯିବ ଏବଂ ଶିଶୁ କାନ୍ଦିବା ପ୍ରଥମ କରି ଯେତେବେଳେ ଶିଶୁ କାନ୍ଦିଥାଏ ଏହା ଶିଶୁର ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ଅଟେ। ସ୍ୱାସ୍ଥ୍ୟ ଭଲ ରହିବ ଯଦି ଶିଶୁଟି ଜନ୍ମ ହେଉ କାନ୍ଦିବ। ଏହା ତ ଥିଲା ବୈଜ୍ଞାନିକ କାରଣ କିନ୍ତୁ ଆମର ହିନ୍ଦୁ ଧର୍ମଶାସ୍ତ୍ର ଅନୁଯାୟୀ ଶିଶୁଟି ଜନ୍ମ ହେଉ କାନ୍ଦିବା ପଛରେ ଏକ ପୌରାଣିକ କାହାଣୀ ମଧ୍ୟ ଲୁଚି ରହିଛି। ଦର୍ଶକ ବନ୍ଧୁ ଆମର ହିନ୍ଦୁ ଶାସ୍ତ୍ରରେ ଗୋଟିଏ ପୌରାଣିକ କାହାଣୀ ଅଛି। ଯେତେବେଳେ ଭଗବାନ ବ୍ରହ୍ମା ଏହି ସୃଷ୍ଟିର ରଚନା କରିଥିଲେ ପ୍ରଥମେ ଗୋଟିଏ ଛୋଟିଆ ଶିଶୁ ଜନ୍ମ ହୋଇଥିଲା ଏବଂ ସେ ଜନ୍ମ ହେବା ସମୟରେ ହିଁ କାନ୍ଦିଥିଲା। ସେ କାନ୍ଦି ବହୁତ ସାରା କାନ୍ଦିଥିଲା ଏବଂ ବ୍ରହ୍ମା ପଚାରିଥିଲେ ତୁ କାହିଁକି କାନ୍ଦୁଛୁ? ସେତେବେଳେ ସେହି ଛୋଟିଆ ଶିଶୁର କାନ୍ଦରୁ ସେ ଜାଣିପାରିଥିଲେ ଯେ ସେ ପଚାରୁଛି ମୁଁ କିଏ, ମୁଁ କେଉଁଠାକୁ ଆସିଛି, ମୋର ନାଁ କ'ଣ? ଏମିତି ସେ କାନ୍ଦିଥିବାରୁ ବ୍ରହ୍ମାଜୀ ତାଙ୍କ ନାଁ ରଖିଥିଲେ ରୁଦ୍ର ଏବଂ ସ୍ୱୟଂ ଭଗବାନ ବ୍ରହ୍ମା ସୃଷ୍ଟି ରଚନାରେ ଏପରି କରିଥିଲେ ଯେ ପ୍ରତ୍ୟେକ ଶିଶୁ ଜନ୍ମ ହେବା ମାତ୍ରେ କାନ୍ଦିବ ଏବଂ ସେ କାନ୍ଦିବାର ମୂଳ କାରଣ ହେଉଛି ସେ ସମସ୍ତଙ୍କୁ ପଚାରୁଛି ଯେ ମୁଁ କିଏ, ମୁଁ କାହିଁକି ଆସିଛି, ମୋର ନାମ କ'ଣ? ଜନ୍ମ ହେବା ମାତ୍ରେ ଶିଶୁଟି ଏହି ତିନିଥର ଯେମିତିକି ସେ ତିନିଥର କାନ୍ଦିଥାଏ କୁଆଁ 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 କରି ବହୁତ ଜୋରରେ ଚିତ୍କାର କରି କାନ୍ଦିଥାଏ ମୁଁ କିଏ, ମୁଁ କାହିଁକି ଏ ସଂସାରକୁ ଆସିଛି, ମୋର ନାମ କ'ଣ? ଏମିତି ସେ ପଚାରୁଥାଏ ଏବଂ ଆଉ କିଛି ଧର୍ମରେ ଲେଖା ଅଛି ଯେ ଶିଶୁଟି ଯେତେବେଳେ ଜନ୍ମ ହେଇଥାଏ ତାର ଆଖପାଖରେ ବହୁତ ସାରା ନକାରାତ୍ମକ ଉର୍ଜା ଥାଏ ତେଣୁକରି ତାର କାନରେ ସମସ୍ତ ଧର୍ମର ଅଲଗା ଅଲଗା ଦେବୀ ଦେବତା ବା ଅଲଗା ଅଲଗା ଲୋକ ଥାନ୍ତି। ସେମାନେ ସେମାନଙ୍କର ଯେମିତି ଆମର ଭଗବାନଙ୍କର ନାମ ଆମେ ଶିଶୁଟିର କାନରେ କହିବା ଦରକାର। ଶିଶୁଟି ଜନ୍ମ ହେବା ମାତ୍ରେ ପ୍ରତ୍ୟେକ ମା ବାପା ତାର ଦୁଇ କାନରେ ଭଗବାନଙ୍କର ନାମ ତୁରନ୍ତ କହିଦେବା ଉଚିତ। ତାର ମଥାରେ ବାପା ମା ତୁରନ୍ତ ତାର ହାତ ରଖିଦେବା ଉଚିତ। କୁହାଯାଏ ମା ବାପାର ହାତ ଯଦି ଶିଶୁର ମଥା ଉପରେ ରହିବ ଜୀବନରେ କେବେ ବିପଦ ଆସିବ ନାହିଁ, ସବୁଥିରେ ସେ ବିଜୟ ପ୍ରାପ୍ତ କରିବ। ତେଣୁ ଏହି ଭିଡିଓ ଦେଖୁଥିବା ପ୍ରତ୍ୟେକ ମା ମାନଙ୍କୁ ଅନୁରୋଧ ଯେତେବେଳେ ବି ଘରେ ନବଜାତ ଶିଶୁଟିଏ ଜନ୍ମ ନେଉଛି ତୁରନ୍ତ ତାର ଦୁଇ କାନରେ ଈଶ୍ୱରଙ୍କର ନାମ ତୁରନ୍ତ ରଖିଦିଅନ୍ତୁ ଏବଂ ତାର ମଥାରେ ବାପା ମା ଦୁଇ ଜଣ ମଥାରେ ହାତ ରଖିଦିଅନ୍ତୁ। ଯେଉଁ ଶିଶୁର ମଥାରେ ଜନ୍ମ ହେବା ସମୟରୁ ହିଁ ମାର ବାପାର ହାତ ରହିବ ସେ ଦିଗ୍ବିଜୟୀ ହବ। ଆଶା କରୁଛି ଆଜିର ଭିଡିଓଟି ଆପଣଙ୍କର ନିହାତି କାମରେ ଆସିଥିବ ଏବଂ ଆପଣମାନେ ଯଦି ଅନ୍ୟ କୌଣସି ବିଷୟରେ ଜାଣିବା ପାଇଁ ଇଚ୍ଛା କରୁଛନ୍ତି ନିହାତି କମେଣ୍ଟ ସେକ୍ସନରେ ଆପଣମାନେ ସେହି ବିଷୟଟି ଲେଖିଦିଅନ୍ତୁ। ଏବଂ ଆଉ ଗୋଟିଏ ପ୍ରଶ୍ନ, ଆପଣମାନେ କ'ଣ କେବେ ଜାଣିଥିଲେ ଯେ ଶିଶୁଟି ଜନ୍ମ ହେବା ମାତ୍ରେ କାହିଁକି କାନ୍ଦିଥାଏ?